वासुदेवाय। ओम नमो भगवते वासुदेवाय। आनंद लीलामय विग्रहाय हिमावदीको सुन्दराय तस्मै प्रेमशुभदाय चैतन्यचन्द्राय नमो नमस्ते। चैतन्यचन्द्राय नमो नमस्ते। चैतन्यचन्द्राय नमो नमस्ते। श्रीमद् भागवतम चतुर्थ स्कंद 28 अध्याय परजन्मेर पुरंजनकर नारीत्व प्राप्ति। ये अध्याय आज आम पाठ करवा 30 नंबर श्लोक। तस्सांच जनयञ्चक्र विशेष करी सभ्य मनुष्य देह सभ्य मनुष्य देह होची ये दुर्गा देवी दुर्गरु मुक्त हेबारो एक चाबिकाठी। आमे जे जीवात्मा अर्थात पुरंजन शब्द अर्थ होची देवर दूर जो बास जीवात्मा से जीवात्मा जिते मनुष्य देह प्राप्त हे सब मनुष्य देह से मनुष्य देह जिते साधु संग हम कहीं कृष्ण भक्तिर जन्म मूल है साधु संग। कृष्ण प्रेम जन्म मुख्य अंग ये कथा कह कृष्ण भक्ति से प्राप्त है दुर्लभ मनुष्य देह जो प्राप्त होती से मनुष्य देह जो साधु संग साधु कृपा कृष्ण भक्ति से प्राप्त हो पारे। कृष्ण भक्ति करी से कृष्ण पाखक फेरी पारे। तो वैदर्भी सौभाग्यवशत विवाह एक महान पराक्रमशाली राजा वो महान भक्त मनाध्वज राजा सहित मनाध्वज राजा वैदर्भी गर्भर एक कन्या सन्तान जात करते श्लोक से कथा कहुच्छी एक कन्या सन्तान जात करते और 7टी पुत्र संतान उत्पादन करते। तो कन्या की वर्णना एठार दि जहां आखि कृष्ण वर्ण अर्थात सर्वदाई कृष्ण को दर्शन करते जड़ देह दुर्गरु ये जीवात्मा मुक्त जिते सब मनुष्य देह मिल सब मनुष्य देह द्वारा जो साधु संग कर साधु संग कर साधुंकर मुखर दिव्य ज्ञान समन्वित भगवान कथा जिते अमृत कथा श्रवण कर भौतिक आसक्ति मुक्त भगवान प्रति आसक्ति वृद्धि कर तेणु ये नवविधा भक्ति मध्य 7टी जो वैदिक भक्ति कथा कहुच्छी अर्थात प्राथमिक स्तर भक्त मान अर्थात नवागत भक्त मान स्तवन कीर्तन निष्ठा सहकार करने।
অর্থাৎ শ্রবণ, কীর্তন, স্মরণ, পাদ সেবন, অর্চন বা বন্দন, দাস্য, এই 7টি অঙ্গ ঠিক ঠিক ভাবে আমাকে যাজনা କରିବାକୁ ହେବ। এইপରି শ্রবণ কীর্তন অঙ্গ যথাযথ ভাବରେ ଆମେ ଯଦି ଯାଜନା କରିପାରିବା ତାହେଲେ ସ୍ୱତଃସ୍ଫୂର୍ତ୍ତ ଆମ ଭିତରେ ରାଗାନୁଗ ଭାବ ଆସିଯିବ। ସେତେବେଳେ ଆମେ ସକ୍ଷ ଏବଂ ଆତ୍ମନିବେଦନ ସ୍ତରରେ ଉନ୍ନୀତ ହୋଇପାରିବା। ଏଠାର ବିଶେଷତ୍ୱ ହେଉଛି ଏହା ଯେ ଯୋଉ ପର୍ଯ୍ୟନ୍ତ ସାଧୁ ସଙ୍ଗ ନ ହଉଛି ସେ ପର୍ଯ୍ୟନ୍ତ ଆମେ ଏ ଭଗବତ ଭକ୍ତି ଅର୍ଥାତ ଏଇ ଭକ୍ତି ରୂପୀ ଧନ ଆମେ ପ୍ରାପ୍ତ ହେଇପାରିବା ନାହିଁ। କାହିଁକିନା ଯୋଉ ପର୍ଯ୍ୟନ୍ତ ଆମେ ଭଗବତ ଭକ୍ତି ପ୍ରାପ୍ତ ନ ହେଇପାରୁଛେ ସେ ପର୍ଯ୍ୟନ୍ତ ଆମେ ଜଳ ଦେହ ରୂପୀ ଦୁର୍ଗରୁ ମୁକ୍ତ ହେଇ ଭଗବାନଙ୍କ ପାଖକୁ ଫେରି ଯାଇପାରିବା ନାହିଁ। ତେଣୁ ଏ ସବୁ ମନୁଷ୍ୟ ଦେହ ହଉଛି ଏକ ଚାବିକାଠି। এই ଚାବିକାଠି ଦ୍ୱାରା ଆମେ ଜଳ ଦେହ ବନ୍ଧନରୁ ମୁକ୍ତ ହେଇ ଅର୍ଥାତ এই ମନୁଷ୍ୟ ରୂପୀ ଦେହ ଦ୍ୱାରା ଆମେ ନବବିଧ ଭକ୍ତି 7ଟି ଯେ ପ୍ରଥମ ଅଙ୍ଗ ଶ୍ରବଣ କୀର୍ତ୍ତନ ଏସବୁ ଆମେ କରିପାରିବା ଯଥାଯଥ ଭାବରେ। ସେହିପରି ଯଦି ଆମେ ସାଧୁ ସଙ୍ଗ କରି এই ସବୁ ଅଙ୍ଗ ଠିକ ଠିକ ଭାବରେ ଜାରି କରିପାରିବା ତାହେଲେ ଆମେ ଭକ୍ତିରେ ଦୃଢ଼ ହେଇପାରିବା। ଆଉ ଭକ୍ତିରେ ଯେତେ ଦୃଢ଼ ହେଇଯିବା ସେତେବେଳେ ଆମ ଭିତରେ ସ୍ୱତଃସ୍ଫୂର୍ତ୍ତ ଭାବ ଆସିଯିବ। ସେ ସ୍ୱତଃସ୍ଫୂର୍ତ୍ତ ଭାବ ଯେତେବେଳେ ଆସିଯିବ ସେତେବେଳେ ଆମେ ଏ ସକ୍ଷମ ଆତ୍ମନିବେଦନ ଏ ସ୍ତରରେ ଉନ୍ନୀତ ହେଇପାରିବା। ତାର ପ୍ରଥମ ସ୍ତର ହଉଛି ଏଥିଲାଗି କୁହାଯାଉଛି ଶତାଂ ପ୍ରସଙ୍ଗ ମମ ବୀର୍ଯ୍ୟ ସଂବିଦ କର୍ମ ରସାୟନ କଥା। ଶତାଂ ପ୍ରସଙ୍ଗ ମମ ବୀର୍ଯ୍ୟ ସଂବିଦ ভবন্তি হৃৎকর্ণ রসায়ন তথা তজ্জোষণা আশু অপবর্গ বর্তমানে শ্রদ্ধা রতি ভক্তি অনুক্রমিষ্যতি। ଏ ଭଗବାନ କପିଲ ଦେବ ତାଙ୍କ ମାତା ଦେବତୀଙ୍କୁ ଏଇ କଥା କହୁଛନ୍ତି। ଅର୍ଥାତ ଏଇ ଯୋଉ ଆମେ ଦୁର୍ଲଭ ମନୁଷ୍ୟ ଦେହ ପ୍ରାପ୍ତ ହେଇଛୁ ଏ ଦୁର୍ଲଭ ମନୁଷ୍ୟ ଦେହ କଣ କରିବାକୁ ହେବ ନା ସାଧୁ ସଙ୍ଗ କରିବାକୁ ହେବ। ତେଣୁ ସେ କହୁଛି ଶତାଂ ପ୍ରସଙ୍ଗ। ଆଉ ସାଧୁ ସଙ୍ଗରେ କଣ ଯୋଉ ପ୍ରସଙ୍ଗ ଆଲୋଚନା ମନ ବୀର୍ଯ୍ୟ ସଂବିଦ ଅର୍ଥାତ ସେ ଭଗବାନଙ୍କ କଥା କପିଲ ଦେବ କହୁଛନ୍ତି ମୋର ଏଇ ଦିବ୍ୟ ଜ୍ଞାନ ସମନ୍ୱିତ ଅମୃତମୟ କଥା ସାଧୁ ସଙ୍ଗରେ ଆଲୋଚିତ ହୁଏ। ଶତାଂ ପ୍ରସଙ୍ଗ ମମ ବୀର୍ଯ୍ୟ ସଂବିଦ ହୃତ୍କର୍ଣ୍ଣ ରସ ଭବନ୍ତି ହୃତ୍କର୍ଣ୍ଣ ରସାୟନ କଥା। ଅର୍ଥାତ ଯାହା ଶ୍ରବଣରେ କାମ ତୃପ୍ତିଦାୟକ ହବ ହୃଦୟ ଆନନ୍ଦଦାୟକ ହବ ସେଇ ଭଗବାନଙ୍କ କଥା ସାଧୁ ସଙ୍ଗରେ ଆଲୋଚନା ହୁଏ। ଆଉ ସାଧୁ ସଙ୍ଗରୁ ଯେତେବେଳେ ଆମେ এইপରି ଭଗବାନଙ୍କ କଥା ଶ୍ରବଣ କରିବା ତାହେଲେ ଆମର କାମ ଏବଂ ହୃଦୟ ତୃପ୍ତିଦାୟକ ହେଇଯିବ। ସେତେବେଳେ କଣ ହବ ଆମେ ଯେ ସମସ୍ତେ ହିଁ ପବର୍ଗରେ ଅନ୍ତର୍ଭୁକ୍ତ ଅଛୁ। ପବର୍ଗ କହିଲେ ଏ ପ ଫ ବ ଭ ମୁ ଏ 5ଟି ବର୍ଗ 5ଟି ଅକ୍ଷର ନେଇ ଏ ପବର୍ଗ। ଅର୍ଥାତ ଆମେ ମନୁଷ୍ୟ ଦେହ ପ୍ରାପ୍ତ ହେଇଛି ପଶୁମାନଙ୍କ ଭଳି କେବଳ କଠୋର ପରିଶ୍ରମ କରିବା ପାଇଁ ନୁହେଁ। କିନ୍ତୁ ଆମେ ଏ କଥା ନ ଜାଣି ଏ ଶରୀର ପୋଷଣ ପାଇଁ ଦେହ ସୁଖ ପାଇଁ ଇନ୍ଦ୍ର ତୃପ୍ତି ପାଇଁ ଆମେ ଗଧ ପରି କଠୋର ପରିଶ୍ରମ କରୁଛେ। ତ କଠୋର ପରିଶ୍ରମ କରି ଆମ ପାଟିରେ ଫେନ ଉଠି ଯାଉଛି। ତେଣୁ ପରେ ଫ ଅର୍ଥାତ ପାଟିରେ ଫେନ ବାହାରି ଯାଉଛି। ଦେହର ରକ୍ତ ଝାଳ ହିଁ ବାହାରି ଯାଉଛି। ସେଇପରି ଦେଖାଯାଉଛି ପ ଫ ବ ତାପରେ ବ ଏତେ ପରିଶ୍ରମ କରି ସୁଦ୍ଧା ସବୁ ବ୍ୟର୍ଥ ହେଇଗଲା ବ୍ୟାଧି ହେଇଗଲା। ସେତେବେଳେ ତାପରେ କଣ ଭୟ ଜାତ ହବ। ଭୟଭୀତ ହେଇ ତା ପରବର୍ତ୍ତୀ ମୁଁ ସମସ୍ତେ ମୃତ୍ୟୁବରଣ କରିବେ। ସେଇ ବାରମ୍ବାର ମୃତ୍ୟୁବରଣ
ଚକ୍ରରେ ପଡି ଯାଇଛୁ। ଏ ଚକ୍ରରୁ ମୁକ୍ତ ହେବାକୁ ହେଲେ ଆମକୁ ସାଧୁ ସଙ୍ଗ କରି ଯେତେବେଳେ ସାଧୁଙ୍କର ମୁଖରୁ ଇଏ ଭଗବାନଙ୍କ ଦିବ୍ୟ ଜ୍ଞାନ ସମ୍ବନ୍ଧିତ କଥା ଶ୍ରବଣ କରିବା ସେତେବେଳେ ପବର୍ଗରୁ ମୁକ୍ତ ହୋଇ ଆମେ ଅପବର୍ଗ ସ୍ଥିତିରେ ଉନ୍ନୀତ ହେଇପାରିବା। ପବର୍ଗ ଶବ୍ଦର ଅର୍ଥ ହଉଛି ମୃତ୍ୟୁ, ଆଉ ଅପବର୍ଗର ଶବ୍ଦର ଅର୍ଥ ହଉଛି ମୁକ୍ତି। ଅର୍ଥାତ୍ ସାଧୁ ସଙ୍ଗ କରି ସାଧୁଙ୍କ ମୁଖରୁ ଏହିପରି ଭଗବାନଙ୍କ କଥା ଆମେ ଯେତେବେଳେ ଶ୍ରବଣ କରିବା ସେତେବେଳେ ଆମର ମନେକର ଲାଗି ମୁକ୍ତିର ଦ୍ୱାର ଖୋଲିଯିବ। ତେଣୁ ଏହାକୁ କୁହାଯାଉଛି ଅପବର୍ଗ। ତେଣୁ କପିଲ ଦେବ କହୁଛନ୍ତି ଭବନ୍ତି ତନ୍ନ ରସାୟନ କଥା ତଜ୍ଜୋଷନା ଆଶୁ ଅପବର୍ଗ ବର୍ତ୍ତମାନୀ। ଅପବର୍ଗ ବର୍ତ୍ତମାନୀ ମାନେ ମୁକ୍ତିର ଦ୍ୱାର ଖୋଲିଯିବ ଅତି ଶୀଘ୍ର। ତଜ୍ଜୋଷନ ଆଶୁ, ଆଶୁ ମାନେ ଅତି ଶୀଘ୍ର ଆମର ମୁକ୍ତିର ଦ୍ୱାର ଖୋଲିଯିବ। ସେତେବେଳେ କଣ ହବ? ଶ୍ରଦ୍ଧା, ରତି, ଭକ୍ତି ଅନୁକ୍ରମେଶ୍ୱରୀ ଏହିପରି ଶ୍ରଦ୍ଧା ଜାତ ହବ। ଶ୍ରଦ୍ଧା ମାନେ କଣ? ଶ୍ରଦ୍ଧା ଶବ୍ଦ ବିଶ୍ୱାସ କହେ, ସୁଦୃଢ ନିଶ୍ଚୟ। কৃষ্ণ ভক্তি কইলে সর্ব কর্মকৃত হয়। চৈতন্য চৈতামৃতে এই কথা কোয়া যাচ্ছে। শ্রদ্ধা মানে দৃঢ় বিশ্বাস। সেই দৃঢ় বিশ্বাস কোন? আমি এই যে দুর্লভ মনুষ্যদেহ প্রাপ্ত হয়েছে, দুর্লভ মনুষ্যদেহের একমাত্র উদ্দেশ্য হচ্ছে ଏ କୃଷ୍ଣଙ୍କୁ ଭକ୍ତି କରିବା। ଏ ପଶୁମାନଙ୍କ ଭଳି କଠୋର ପରିଶ୍ରମ କରିବା ପାଇଁ ନୁହେଁ, ଅର୍ଥାତ୍ କୃଷ୍ଣ ଭକ୍ତି କରିବା ପାଇଁ ଆମେ ଏଇ ଦୁର୍ଲଭ ମନୁଷ୍ୟଦେହ ପ୍ରାପ୍ତ ହେଇଛୁ। କୃଷ୍ଣ ଭକ୍ତି କଲେ କଣ ହବ? ଅନ୍ୟ ସମସ୍ତ କାମ ଆପେ ଆପେ ସମ୍ପାଦିତ ହେଇଯିବ। ତେଣୁ ଆମର ମନୁଷ୍ୟ ଜୀବନର ଏକମାତ୍ର ଉଦ୍ଦେଶ୍ୟ ହଉଛି ଏଇପରି কৃষ্ণ ভক্তির দৃঢ় রহিবা কথা। অর্থাৎ এইপরি কৃষ্ণ ভক্তির সুদৃঢ় রহিলে কଣ হব? এইপরি কৃষ্ণ ভক্তি করলে রতি অর্থাৎ ভগবানଙ୍କ প্রতি আসক্তি জাত ହେଇଯିବ। ଭଗବାନଙ୍କ ପ୍ରତି আসক্তি ଯେତେବେଳେ ଜାତ ହେବ ଭକ୍ତି ଅର୍ଥାତ୍ ସେତେବେଳେ ଆମେ ପ୍ରେମ ଭକ୍ତି ପ୍ରାପ୍ତ ହେଇପାରିବା। ପ୍ରେମ ଭକ୍ତି ପ୍ରାପ୍ତ ହେବା ହିଁ ହଉଛି ମନୁଷ୍ୟ ଜୀବନରେ ଏକମାତ୍ର ଉଦ୍ଦେଶ୍ୟ। ତେଣୁ ଏହା ହଉଛି ଚୈତନ୍ୟ ମହାପ୍ରଭୁଙ୍କର ମତ। ପ୍ରେମା ପୁମାର୍ଥ ମହା ଶ୍ରୀ ଚୈତନ୍ୟ ମତ ବେଦଂ ତତ୍ରାଦର ନ ପର। ଅର୍ଥାତ୍ ପ୍ରେମା ପୁମାର୍ଥ ମହା, ପୁମାର୍ଥ କହିଲେ ମନୁଷ୍ୟ ଦେହ ଆମେ ପ୍ରାପ୍ତ ହେଇଛୁ। ମନୁଷ୍ୟ ଦେହରେ ଏକମାତ୍ର ପରମ ପ୍ରୟୋଜନ ପ୍ରାପ୍ତ ବସ୍ତୁ ହେଉଛି ଭଗବାନ ପ୍ରେମ, କୃଷ୍ଣ ପ୍ରେମ। ଏ କାହାର ମତ? ନା ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ମତ। ତେଣୁ ଆମେ ଶ୍ରୀ ଚୈତନ୍ୟ ମହାପ୍ରଭୁ ମତ ବ୍ୟତୀତ ଅନ୍ୟ କାହାରି ମତ, ଅନ୍ୟ କାହାରି ପଥ ଗ୍ରହଣ କରିବା ନାହିଁ। ସେଇ ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା ପ୍ରବର୍ତ୍ତିତ ଏ ଜଗତରେ କୃଷ୍ଣ ଭାବନାମୃତ ଆନ୍ଦୋଳନ ପୁନଃ ଆରମ୍ଭ ହେଇଥିଲା। କିନ୍ତୁ ସେଇ ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଭଗବାନ, ସ୍ୱୟଂ କୃଷ୍ଣ, ସ୍ୱୟଂ ଜଗନ୍ନାଥ କଲିଗତ ଜୀବମାନଙ୍କୁ କଲିର କବଳରୁ, ମାୟାର କବଳରୁ ମୁକ୍ତ କରାଇବା ପାଇଁ ସେ ତାଙ୍କର ଧାମ ଗୋଲକ ବୃନ୍ଦାବନରୁ ଏ ଗୋଲକର ପ୍ରେମ ଧନ ସେ ଜଗତକୁ ନେଇ ଆସିଥିଲେ। ଆଉ ଏହି ନାମ ମାଧ୍ୟମରେ ସମଗ୍ର ଜୀବମାନଙ୍କୁ ପ୍ରେମ ପ୍ରଦାନ କରିଥିଲେ। ଏହିପରି ଜୀବମାନଙ୍କୁ ଉଦ୍ଧାର କରିଥିଲେ। ମହାପ୍ରଭୁ, ମହାପ୍ରଭୁଙ୍କର ପାର୍ଷଦ ମାନେ ଏହି କୃଷ୍ଣ ଭାବନାମୃତ ଆନ୍ଦୋଳନ ଏ ଜଗତରେ ପ୍ରବର୍ତ୍ତନ କରିଥିଲେ। ଏ ବଦ୍ଧ ଦଶରେ ମନୁଷ୍ୟ ମାନଙ୍କୁ ମୁକ୍ତ କରାଇବା ଏକମାତ୍ର ପନ୍ଥା ଏ କୃଷ୍ଣ ଭାବନାମୃତ ଆନ୍ଦୋଳନ। ଚୈତନ୍ୟ ମହାପ୍ରଭୁ ପାର୍ଷଦ ମାନେ ଯେତେବେଳେ କୃଷ୍ଣ ଭାବନାମୃତ ଆନ୍ଦୋଳନ ପ୍ରଚାର କରି ବଦ୍ଧ ଜୀବମାନଙ୍କୁ ଉଦ୍ଧାର କରିଦେଲେ, ତାପରେ ସେମାନେ ଯେତେବେଳେ ଅନ୍ତରିତ ହୋଇ ନିଜ ଧାମକୁ ଫେରି ଯାଇଥିଲେ, ସେତେବେଳେ ବହୁତ ସବୁ ଅପସମ୍ପ୍ରଦାୟ ବୈଷ୍ଣବ ସମାଜରେ ଉଦ୍ଭୂତ ହେଇଯାଇଥିଲା।
ଏଠୁ ସବୁ ଅପସମ୍ପ୍ରଦାୟ ଉଦ୍ଭୂତ ହେଇଯାଇଥିଲା, ଯେଉଁଥିଲାଗି ସେ ମହାପ୍ରଭୁଙ୍କ ଶିକ୍ଷା ଛାଡ଼ି ନିଜ ନିଜ ମହାପ୍ରଭୁଙ୍କ ମତକୁ ଛାଡ଼ି ନିଜ ନିଜ ମତ ସବୁ ଉଦ୍ଭାବନ କଲେ, ନିଜ ନିଜ ସବୁ ମନ୍ତ୍ର ସୃଷ୍ଟି କଲେ। ତେଣୁ ଏଠାରେ ଏକ କୃଷ୍ଣ ଭଗବାନ ଆନ୍ଦୋଳନ ସାରା ପୃଥିବୀରେ ଯେ ପ୍ରଚାର ପ୍ରସାର ହେବା କଥା ଥିଲା ତାହା ସ୍ତବ୍ଧ ହେଇଯାଇଥିଲା ଏଇ ସବୁ ଅପସମ୍ପ୍ରଦାୟ ବୈଷ୍ଣବ ମାନଙ୍କର ଦ୍ୱାରା। ଏଇପରି ସମାଜରେ ବହୁତ ସବୁ ଅଭକ୍ତ କର୍ମୀ ଜ୍ଞାନୀ ଯୋଗୀ ଏ ସମଗ୍ର ଜଗତରେ ଏଇପରି ପ୍ରକୃତ ସିଦ୍ଧାନ୍ତକୁ ଛାଡ଼ି ଅପସିଦ୍ଧାନ୍ତ ସବୁ ପ୍ରଚାର କରି ଲୋକମାନଙ୍କୁ ବିଭ୍ରାନ୍ତ କରାଉଥିଲା। ତେଣୁ ସେଇ ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା ପ୍ରବର୍ତ୍ତିତ ସେ ପ୍ରେମ ଧର୍ମ ପୁନଃ ପ୍ରବର୍ତ୍ତନ କରିବା ପାଇଁ ସ୍ୱୟଂ ଭଗବାନ ଚୈତନ୍ୟ ମହାପ୍ରଭୁ ତାଙ୍କ ନିଜ ଲୋକ ଏ ଭକ୍ତିବିନୋଦ ଠାକୁରକୁ ଏ ଜଗତକୁ ପଠାଇଥିଲେ। ତେଣୁ ଭକ୍ତିବିନୋଦ ଠାକୁର ଏ ଜଗତକୁ ଆସି ଅପସମ୍ପ୍ରଦାୟ ମାନଙ୍କ ହାତରୁ ତଥାକଥିତ ଜ୍ଞାନୀ ଯୋଗୀ ଏମାନଙ୍କ କବଳରୁ ଏ ବାସ୍ତବ ଯେଉଁ ଧର୍ମ ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା ପ୍ରବର୍ତ୍ତିତ ଧର୍ମ ତାହାକୁ କୁହାଯାଉଛି କୃଷ୍ଣ ଭାବନାମୃତ ଆନ୍ଦୋଳନ, ତାକୁ ପୁନଃଜାଗରଣ କରିବା ପାଇଁ ସେ କଣ କଲେ, अंग्रेजी भाषा रे, हिंदी भाषा रे, बंगाली भाषा रे, उड़िया भाषा रे, एहीपरि विविध भाषा रे से सब ग्रंथ रचना करने को लगिले। से क्षेत्र ब्रिटिश समय ए विदेशी लोक माने भक्तिविनोद ठाकुर ये ग्रंथ जिते अध्ययन कले शिक्षित समाज लोक माने अध्ययन कले से बुझी पारे जे चैतन्य महाप्रभु द्वारा प्रवर्तित जो धर्म ता हूँ वास्तव धर्म, जगत कल्याणकारी धर्म, जगत मंगलकारी, जगत मंगल प्रदानकारी एकमात्र धर्म। तेणु भक्तिविनोद ठाकुर पूर्वर भक्तिविनोद ठाकुर समसामयिक समय ये सब अपसंप्रदाय जमी एक महान आचार्य तोताराम ठाकुर से उल्लेख कर 13टी अपसंप्रदाय कथा उल्लेख करते बर्तमान केते अधिक संख्यक सब अपसंप्रदाय उद्भूत हो जाती। 13टी अपसंप्रदाय संबंध से कहते आउल, बाउल, पत्ता भजा, नेड़ा, दरबे, साई, सहजिया, सखी भेकी, स्मार्तो, जात मशाई, मोती बड़ी, चूड़ाधारी, गौरांग नागरिक, ये 13 अपसंप्रदाय कौन करते ना महाप्रभु के शिक्षा को छाड़ी निज निज सब मत कथा व्यक्त करते लोक मान सब विभ्रांत करते बहुत सब व्यभिचार करते अवैध काम करते वैष्णव समाज को देखिले शिक्षित लोक मान सब निंदा करते भर्सना करते कथा कहते हीन जाति धर्म व्यभिचारी मान धर्म कि महाप्रभु धर्म वास्तव धर्म हूँ प्रेम धर्म। तो से प्रेम धर्म पुनः स्थापन करने भक्तिविनोद ठाकुर यहीपरि जिते बड़े गोस्वामी मान सिद्धांत महाप्रभु मत ये सब विविध भाषा रचना कले शिक्षित समाज लोक मैंने जो अध्ययन कले से चेतना आसला से जानी पारे चैतन्य महाप्रभु प्रवर्तित जो धर्म ता हूँ वास्तव धर्म। यही कृष्ण भावनामृत आंदोलन पुनः भक्तिविनोद ठाकुर द्वारा पुनः जागृत है। महाप्रभु जो भविष्य बाणी थी समग्र जगत केमी प्रचार प्रसार हो पार से कार्य संपन्न करने भक्तिविनोद ठाकुर बहुत उत्साह प्रदान करते चैतन्य महाप्रभु भविष्य बाणी
অতি শীঘ্রতা সমগ্র জগতের প্রচার প্রসার ହେଇପାରିବ। ଏହିପରି ଚୈତନ୍ୟ ମହାପ୍ରଭୁଙ୍କର ଏ ବାଣୀ ଯେତେ ସମଗ୍ର ଜଗତରେ ପ୍ରଚାର ପ୍ରସାର ହେଇପାରିବ ସେଟା ଜଗତବାସୀ ମାନଙ୍କ ପ୍ରକୃତ କଲ୍ୟାଣ ହେବ, ପ୍ରକୃତ ମଙ୍ଗଳ ହେବ। ତେଣୁ ବହୁତ ପ୍ରୟାସ କରିଥିଲେ ଏବଂ ତେଣୁ ସେ ମଧ୍ୟ କଣ କରିଥିଲେ ଏକ ଶକ୍ତିଶାଳୀ ପୁତ୍ର ପ୍ରାପ୍ତ ହେବା ପାଇଁ ଜଗନ୍ନାଥଙ୍କ ପାଖରେ ସେ ପ୍ରାର୍ଥନା କରିଥିଲେ। କାହିଁକିନା ସେ ସେତେବେଳେ ପୁରୀରେ ଜଗନ୍ନାଥ ମନ୍ଦିରରେ 5 ବର୍ଷ ଲାଗି ଅଧ୍ୟକ୍ଷ ପଦରେ ଥିଲେ और पूरे डेप्यूटी मैजिस्ट्रेट पदरे थे उच्च पदरे से थे। तेने से जगन्नाथ पाखे जो प्रार्थना करते से जेहेतु शुद्ध भक्त थे प्रार्थना जगन्नाथ शुणी तेने जगन्नाथ कृपा कर एक महान पावरफुल पुत्र प्रदान करते जे कि होती आमर प्रभुपादन गुरुदेव शिला भक्ति सिद्धांत सरस्वती भक्ति सिद्धांत सरस्वती ठाकुर से बहुत प्रयास करते अपसिद्धांत को खंडन कर सत्सिद्धांत समग्र जगत केमी प्रचार प्रसार हो पार विशेषकर चैतन्य महाप्रभु की जो भविष्यवाणी थिला से भविष्यवाणी केमी सार्थक हो तेनी बहुत से व्याकुल थे। दैववशत भगवान की इच्छा सानिध्य जितेबले ये अभय चरण दे आस उपस्थित हो गले अभय चरण दे एक कॉलेज स्टूडेंट थे गांधीजी असहयोग आंदोलन से नेतृत्व देते से जो भक्ति सिद्धांत संस्पर्श आसीगले दूर जो से प्रणाम करुले से भक्ति सिद्धांत शरण ठाकुर एमती दूरदृष्टि थिला से सारे सारे बुझी पाते द्वारा समग्र जगत चैतन्य महाप्रभु की भविष्यवाणी प्रचार प्रसार हो पार सार्थक हो पार तेज से प्रथम निर्देश देले मो भली शिक्षित युवक मैंने कहीं चैतन्य महाप्रभु शिक्षा जो मैंने हिंदी बोलती नहीं बंगाली बोलती नहीं से पाखक जाए अंग्रेजी भाषा प्रचार करूना से अभय चरण दे ये तो बहुत युक्तिवादी थे तेणु से प्रथम युक्ति उपस्थापन कले बर्तमान आमर देश पराधीन ब्रिटिश शासन चलता तेनी पराधीन अवस्था प्रचार कले किए कथा शुणे तो से भक्ति सिद्धांत सरस्वती ठाकुर एमती गोटे जवाब देते अभय चरण या पूर्व युक्ति कहानी पाठ भी से फेल मारी नथिले आज ये प्रथम थर से फेल मारीगला तो से बुझी पारे जे एक उन्नत वैष्णव से दिन से भक्ति सिद्धांत सरस्वती को गुरु हिसाब से निजर निर्देश से बरण कर तो से गुरु निर्देश अनुसार से एक वर्ष साधना करी परिणत बयस पाश्चात्य देश को जाए अंग्रेजी भाषा ये प्रचार प्रसार करी ये चैतन्य महाप्रभु द्वारा प्रवर्तित जो कृष्ण भावनामृत आंदोलन पुनः प्रवर्तन करले समग्र जगत ये दुईटी श्लोक 31 श्लोक कहुच्छी ये कृष्ण भावनामृत आंदोलन अति पुरातन अर्थात चैतन्य महाप्रभु पूर्व आचार्य माने यहीपरि जे द्रविड़ देश महान महान सब राजा द्रविड़ देश कहले दक्षिण भारत जो महान महान सब आचार्य माने जन्मग्रहण करते जमी रामानुज आचार्य मध्वाचार्य निम्बाक आचार्य विष्णु स्वामी आचार्य शंकराचार्य ये सब महान महान आचार्य द्रविड़ देश सब जन्मग्रहण करते मध्य 4 जन ये वैष्णव आचार्य अर्थात ये रामानुज आचार्य मध्वाचार्य विष्णु स्वामी आचार्य और निम्बाक आचार्य ये माने समग्र जगत जो सब अपसिद्धांत अपसंप्रदाय मान द्वारा प्रचारित होता तथाकथित
ଧର୍ମ ପ୍ରବଳ ଭାବରେ ପ୍ରଚାର ପ୍ରସାର କରିଥିଲେ। ତେଣୁ ସେମାନେ ସମସ୍ତେ ହିଁ ଇଏ ରାଗ ମାର୍ଗରେ ଅବସ୍ଥିତ ଥିଲେ। ପ୍ରଭୁପାଦ ସେଇ କଥା ଏ ଭାବାର୍ଥରେ ଉଲ୍ଲେଖ କରିଛନ୍ତି। ଅର୍ଥାତ୍ ସେମାନେ ନବବିଧ ଭକ୍ତିର ମଧ୍ୟରୁ ଯେ ଅନ୍ତିମ ଯେ ରାଗ ମାର୍ଗର କଥା କୁହାଯାଇଛି, ଇଏ ଯୋଉ ସକ୍ଷମ ଏବଂ ଆତ୍ମନିବେଦନ, ସେମାନେ ସେହିପରି ସକ୍ଷମ ଏବଂ ଆତ୍ମନିବେଦନ ସ୍ତରରେ ଉନ୍ନୀତ ଥିଲେ। କିନ୍ତୁ ଆମମାନଙ୍କର ପାଇଁ ପ୍ରଭୁପାଦ ଇଏ ନିର୍ଦ୍ଦେଶ ଦେଉଛନ୍ତି, ଯେହେତୁ ଆମେ ନବାଗତ ଭକ୍ତ, ତେଣୁ ନବାଗତ ଭକ୍ତ ଆମକୁ ଠିକ ଠିକ ଭାବରେ ବୈଧ ଭକ୍ତି ଅନୁଶୀଳନ କରିବାକୁ ହେବ। ବୈଧ ଭକ୍ତି ସବୁ କଣ? ଯୋଉ ନବବିଧ ଭକ୍ତିର ପ୍ରଥମ 7ଟି ଅଙ୍ଗ, ଯୋଉ 7ଟି ଅଙ୍ଗକୁ ଇଏ ମଲୟ ରାଜାଙ୍କର 7 ପୁତ୍ର ମାନଙ୍କ ସହିତ ତୁଳନା କରାଯାଇଛି। ଇଏ ହଉଛି ଶ୍ରବଣ, କୀର୍ତ୍ତନ, ବିଷ୍ଣୁ ସ୍ମରଣ, ପାଦ ସେବନ, ଅର୍ଚ୍ଚନ, ବନ୍ଦନ, ଦର୍ଶନ, এই 7ଟି ଅଙ୍ଗ। ଏହାକୁ ଆମକୁ ଯଥାଯଥ ଭାବରେ ପାଳନ କରିବାକୁ ହେବ। ସେହିପରି ଆମେ ଯେ ନିଷ୍ଠା ସହକାରେ ଭଗବାନଙ୍କ କଥା ଶ୍ରବଣ କରିବା, ଭଗବାନଙ୍କର ମହିମା କଥା, ଭଗବାନଙ୍କର ନାମ କୀର୍ତ୍ତନ କରିବା, ତାହେଲେ ସତ ଭଗବାନ ଆମର ମନରେ ଉଦୟ ହେଇଯିବ। ଭଗବାନକୁ ଆମେ ସ୍ମରଣ କରିପାରିବା, ଶ୍ରବଣ କୀର୍ତ୍ତନ ଦ୍ୱାରା ଭଗବାନଙ୍କୁ ସ୍ମରଣ କରିପାରିବା। ଯେହେତୁ ଆମେ ଏ ଜଳ ଦେହ ପ୍ରାପ୍ତ ହେଇଛୁ, ବଦ୍ଧ ଏ ଆମେ ସମସ୍ତ ବଦ୍ଧ ଅବସ୍ଥା ଅଛୁ। ତେଣୁ ବଦ୍ଧ ଅବସ୍ଥାରୁ କେମିତି ଧୀରେ ଧୀରେ ଆମେ ଏ ଉନ୍ନତ ସ୍ଥିତିରେ ଅର୍ଥାତ୍ ରାଗ ମାର୍ଗ ସ୍ଥିତିରେ ଉନ୍ନତ ହେଇପାରିବା, ସେଥିଲାଗି ଆମକୁ କଣ କରିବାକୁ ହେବ ନା ଡାଇରେକ୍ଟ ଏହିପରି ଶ୍ରୀମୂର୍ତ୍ତି ପୂଜା ଅର୍ଚ୍ଚନ ବନ୍ଦନ ଏସବୁ ଆସ ଭାବରେ କରିବାକୁ ହେବ। ଏହିପରି ନିଷ୍ଠା ସହକାରେ କଲେ କଣ ହବ? ସତ ଯେତେବେଳେ ଭଗବାନଙ୍କ ସହିତ ଆମେ ଯୁକ୍ତ ହେଇଯିବା ସେବା ମାଧ୍ୟମେ ଦାସ ଭାବରେ, ସେତେବେଳେ ସେବା କରୁ କରୁ ଭଗବାନଙ୍କ ପ୍ରତି ଆମର ସ୍ୱତଃସ୍ଫୂର୍ତ୍ତ ଭାବ ଆସିଯିବ। ସେ ସ୍ୱତଃସ୍ଫୂର୍ତ୍ତ ଭାବ ଯେତେବେଳେ ଆସିଯିବ, ସେତେବେଳେ ବୈଦିକ ମାର୍ଗରେ ଆମେ ରାଗାନୁଗ ମାର୍ଗରେ ଉନ୍ନତ ହେଇପାରିବା। ସେତେବେଳେ ଆମେ ସବୁ କିଛି ଭଗବାନଙ୍କର ଚରଣରେ ସମର୍ପଣ କରି, ଏମିତି କଣ ନିଜର ଆତ୍ମା ପର୍ଯ୍ୟନ୍ତ, ଏହାକୁ ଆତ୍ମ ନିବେଦନ କରାଯାଉଛି। ଆତ୍ମା ପର୍ଯ୍ୟନ୍ତ ଜାଗତିକ ଯାହା ସବୁ ଧନ ସମ୍ପଦ ଇଏ ତ ସବୁ ଭଗବାନଙ୍କର ସେବାରେ, ପୁଣି ନିଜ ଦେହକୁ ଭଗବାନଙ୍କର ସେବାରେ, ନିଜ ମନକୁ ଭଗବାନଙ୍କର ସେବାରେ, ନିଜର ବଚନ ଭଗବାନଙ୍କର ସେବାରେ, ନିଜର ଆତ୍ମାକୁ ଭଗବାନଙ୍କର ସେବାରେ ଯୁକ୍ତ କରାଇବାକୁ ହେବ। ସେତେବେଳେ ସେ ରାଗ ମାର୍ଗ, ଯେମିତି ବୋଲି ମହାରାଜ ଆତ୍ମନିବେଦନ କରିଥିଲେ। ଭଗବାନ ତାଙ୍କ ପାଖରୁ ସବୁ କିଛି ଅପହରଣ କରି ନେଇ ଯାଇଥିଲେ। ବାମନ ଅବତାରକୁ ଆସି 2 ପାଦରେ ସବୁ କିଛି ଆତ୍ମସାତ କରି ନେଇଥିଲେ। ତାଙ୍କ ଜାଗତିକ ଯାହା ସବୁ ଥିଲା ସବୁ ଆତ୍ମସାତ କରି ନେଇଥିଲା। 3ୟ ପାଦ ଯାହା ପାଇଁ ତାଙ୍କ ପାଖରେ କିଛି ନଥିଲା, ସେତେବେଳେ ବୋଲି ମହାରାଜ ଯେହେତୁ ଏକ ମହାନ ବୈଷ୍ଣବ ପ୍ରହ୍ଲାଦଙ୍କର ନାତି, ପ୍ରହ୍ଲାଦଙ୍କ ନାତି ହେବା ତାଙ୍କର ଇଏ ବୁଦ୍ଧି ଆସିଥିଲା ଯେ ଏ ଶରୀର ଏ ଆତ୍ମାକୁ ଭଗବାନଙ୍କୁ ଦାନ କରିବାକୁ ହେବ। ଏଇ ସେ ଭଗବାନଙ୍କ ଚରଣ ଆତ୍ମସମର୍ପଣ କରିଦେବେ। ସେହିପରି ଭାବରେ ସର୍ବସ୍ୱ ଭଗବାନଙ୍କ ଚରଣରେ ଯେତେବେଳେ ଆମେ ନିଜକୁ ମଧ୍ୟ ସମର୍ପଣ କରିଦେବା, ସେତେବେଳେ ଆମେ ସ୍ୱତଃସ୍ଫୂର୍ତ୍ତ ରାଗମାର୍ଗ ସ୍ଥିତିରେ ଉନ୍ନତ ହେଇପାରିବା। ଯେମିତି ସେ ତାର ଉଦାହରଣ ଦେଉଛନ୍ତି ଆଚାର୍ଯ୍ୟ ମାନେ, ଅର୍ଥାତ୍ ଏ ଦ୍ରବିଡ଼ ଦେଶର ଯେସବୁ ଆଚାର୍ଯ୍ୟ ମାନେ, ଏ ରାମାନୁଜ ଆଚାର୍ଯ୍ୟ, ମଧ୍ୱାଚାର୍ଯ୍ୟ, ଏ ନିମ୍ବାର୍କ ଆଚାର୍ଯ୍ୟ, ବିଷ୍ଣୁ ସ୍ୱାମୀ ଆଚାର୍ଯ୍ୟ, ଇଏ ମାନେ ସମସ୍ତେ ଏହି ରାଗମାର୍ଗ ସ୍ଥିତିରେ ଉନ୍ନୀତ ଥିଲେ। ସେମାନଙ୍କ ଦ୍ୱାରା ସମଗ୍ର ଜଗତରେ ଏହିପରି ବିଶୁଦ୍ଧ ପ୍ରଚାର ଦ୍ୱାରା ବିରୁଦ୍ଧ ମତ ସବୁ ଖଣ୍ଡନ କରି ବୈଷ୍ଣବ ମତ ସ୍ଥାପନ କରିଥିଲେ। ତେଣୁ ନବାଗତ ଭକ୍ତ ମାନଙ୍କର ପାଇଁ ପ୍ରଥମେ ପ୍ରଚାର କାର୍ଯ୍ୟ ଉତ୍ସାହିତ ହେବା ଉଚିତ ନୁହେଁ। ପ୍ରଭୁପାଦ ଏହି କଥା ଏଠାରେ କହୁଛନ୍ତି। ଅର୍ଥାତ୍ ନବାଗତ ଭକ୍ତ ପ୍ରଥମ ନିଷ୍ଠା ସହକାରେ ବୈଧ ଭକ୍ତି ଅନୁଶୀଳନ କରିବେ। ଅର୍ଥାତ୍ ନିଷ୍ଠା ସହକାରେ ଏହିପରି ଭକ୍ତ ସଙ୍ଗ କରି ଭକ୍ତଙ୍କ ମୁଖରେ ଭଗବାନଙ୍କ କଥା ଶ୍ରବଣ କରିବେ। ଏହିପରି ଶ୍ରବଣ କରୁ 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 ଯେତେବେଳେ
ହୃଦୟ ନିର୍ମଳ ହେଇଯିବ, ସେତେବେଳେ ସତ ଏ ଶ୍ରଦ୍ଧା ଜାତ ହେଇଯିବ। ଶ୍ରଦ୍ଧା ମାନେ ସେତେବେଳେ ଦୃଢ ବିଶ୍ୱାସ ମାନେ କେବଳ କୃଷ୍ଣ ଭକ୍ତି। ଆମେ ଯେ ମନୁଷ୍ୟ ଦେହ ପ୍ରାପ୍ତ ହେଇଛୁ ଏଥିଲାଗି କେବଳ କୃଷ୍ଣ ଭକ୍ତି କରିବା ପାଇଁ। ତେଣୁ ଅନ୍ୟ କୌଣସି କାମ ଧନ୍ଦାରେ ଆମେ ଯଦି ଯୁକ୍ତ ହେଇଯିବା ତାହେଲେ ବୃଥା ଆମର ସମୟ ନଷ୍ଟ ହେଇଯିବ। ତେଣୁ ଏ ମନୁଷ୍ୟ ଦେହ ଅଳ୍ପ ସମୟ ପାଇଁ ଆମେ ପ୍ରାପ୍ତ ହେଇଛେ, ଦୀର୍ଘ କାଳ ପାଇଁ ଆମେ ପ୍ରାପ୍ତ ହେଇନୁ। ଆମେ ଯେହେତୁ କଳି ଯୁଗର ଲୋକ, ଆମର ଆୟୁଷ ଅତି ଅଳ୍ପ। এই অতি অল্প আয়ুষ ମଧ୍ୟରେ ଆମେ ଜୀବନରେ ପରମ ସିଦ୍ଧି ପ୍ରାପ୍ତ ହେଇପାରିବା। ଅର୍ଥାତ୍ এই ଦୁର୍ଲଭ ମନୁଷ୍ୟ ରୂପୀ ଆମେ ଏ ଜଡ ଦେହ ବନ୍ଧନରୁ ଦୁର୍ଗା ଦେବୀ ଦୁର୍ଗରୁ ମୁକ୍ତ ହେବାର ଚାବିକାଠି ଆମେ ପ୍ରାପ୍ତ ହେଇ ଯାଇଛୁ। ଅର୍ଥାତ୍ ଏଇ ମନୁଷ୍ୟ ଦେହ ଦ୍ୱାରା ଆମେ କେବଳ ଭଗବତ ଭକ୍ତିରେ ଯୁକ୍ତ ହେଇପାରିବା। ତାର ଭଗବତ ଭକ୍ତି କରି ଭଗବାନଙ୍କ ପାଖକୁ ଆମେ ଫେରି ଯାଇପାରିବା। সেই সুযোগ বর্তমান আমাদের পাখকে আসি উপস্থিত হয়েছি। তেমনি সেই ভক্তিটা অন্য কিছু নিয়ে, ভক্তি মানে ভগবানকে কথা শ্রবণ, ভগবানকে নাম মহিমার কথা কীর্তন। এইপরি শ্রবণ কীর্তন দ্বারা আমি সর্বদাই মনে মনমনা ভব হয়ে পারিবা, সর্বদা মনে ভগবানকে ধারণ করি পারিবা, ভগবানকে স্মরণ করি পারিবা। এইপরি নিরন্তর যদি আমি ভগবানকে স্মরণ করি পারিবা তাহলে আমি জীবনে পরম সিদ্ধি প্রাপ্ত হয়ে ভগবানଙ୍କ ପାଖକୁ ଫେରି ଯାଇପାରିବା। ଇଏ ଶ୍ଲୋକର ତାତ୍ପର୍ଯ୍ୟ ଏଇ କଥା କୁହାଯାଇଛି। ଅର୍ଥାତ ଏଇ ଭାବାର୍ଥରେ ଏଇ କଥା ପ୍ରଭୁପାଦ ବ୍ୟକ୍ତ କରିଛନ୍ତି ଯେ ମଳୟଧ୍ୱଜ ରାଜା, ଏହିପରି ମଳୟଧ୍ୱଜ ରାଜା ଏକ ପରାକ୍ରମଶାଳୀ ରାଜା, ଏକ ମହାନ ଭଗବତ ଭକ୍ତଙ୍କ ସହିତ ଏ ପୁରଞ୍ଜନ ଯେ ପୂର୍ବ ଜନ୍ମରେ ଯେ ପୁରଞ୍ଜନ ଥିଲେ, ମହାନ ସେ ମହାପରାକ୍ରମଶାଳୀ ରାଜା ଥିଲେ, କିନ୍ତୁ ତାଙ୍କ ପତ୍ନୀଙ୍କର ପ୍ରତି ଅତ୍ୟନ୍ତ ଆସକ୍ତ ଥିଲେ। ସେ ଆସକ୍ତ ଥିବା ଯୋଗୁଁ ପତ୍ନୀଙ୍କର କଥା ଚିନ୍ତା କରୁ କରୁ ପରବର୍ତ୍ତୀ ଜନ୍ମରେ ସେ ନାରୀ ଦେହ ପ୍ରାପ୍ତ ହେଇଥିଲେ। ତେଣୁ ଏଇ ଅଧ୍ୟାୟର ନାମକରଣ କରାଯାଇଛି ପରଜନ୍ମରେ ପୁରଞ୍ଜନଙ୍କର ନାରୀତ୍ୱ ପ୍ରାପ୍ତି। ଆଉ ତାର ପୂର୍ଣ୍ଣ କର୍ମ ଯୋଗୁଁ ଅର୍ଥାତ୍ ପୁରଞ୍ଜନ ଯଦିଓ ତାଙ୍କ ପତ୍ନୀଙ୍କ କଥା ଚିନ୍ତା କରି କରି ଦେହ ତ୍ୟାଗ କରିଥିଲେ, କିନ୍ତୁ ସେ ପୁରଞ୍ଜନ ସେ ପୂର୍ବ ଜନ୍ମରେ ଏହିପରି ବହୁ ସମ୍ପୂର୍ଣ୍ଣ କର୍ମ କରିଥିଲେ। সেই ପୂର୍ଣ୍ଣ କର୍ମ ପ୍ରଭାବବଶତଃ ଯଦିଓ ସେ ନାରୀ ଦେହ ପ୍ରାପ୍ତ ହେଇଛନ୍ତି, କିନ୍ତୁ ନାରୀ ଦେହ ପ୍ରାପ୍ତ ହେଲେ ବି ସେ ଏକ ରାଜାଙ୍କର କନ୍ୟା ରୂପେ ଜନ୍ମଗ୍ରହଣ କରିଥିଲେ। ଏ ରାଜାଙ୍କର କନ୍ୟା ରୂପେ ଜନ୍ମଗ୍ରହଣ କରିବାର କାରଣ ହଉଛି ସେ ପୁରଞ୍ଜନ ଅବସ୍ଥାରେ ପୁରଞ୍ଜନ ଯେ ରାଜା ଥିଲେ, ସେଇ ପୁରଞ୍ଜନ ରାଜା ତାଙ୍କ ସମୟରେ ବହୁତ ସମ୍ପୂର୍ଣ୍ଣ କର୍ମ କରିଥିଲେ। ପୂର୍ଣ୍ଣ ପ୍ରଭାବରେ ଏହିପରି ପରବର୍ତ୍ତୀ ଜନ୍ମରେ ଅର୍ଥାତ୍ ତାଙ୍କ ସ୍ତ୍ରୀ କଥା ଚିନ୍ତା କରିକି ଦେହତ୍ୟାଗ କଲେ ବି ଏକ ପୂର୍ଣ୍ଣ ପ୍ରଭାବରେ ରାଜାଙ୍କର କନ୍ୟା ରୂପେ ଜନ୍ମଗ୍ରହଣ କରିଥିଲେ। ରାଜାଙ୍କର କନ୍ୟା ରୂପେ ଜନ୍ମଗ୍ରହଣ କରିଥିଲେ, ପୁଣି ଅତି ସୁନ୍ଦରୀ ରାଜକନ୍ୟା ରୂପେ। ଆଉ ଅତି ସୁନ୍ଦରୀ ରାଜକନ୍ୟା ରୂପରେ ପୁଣି ତାର ସୌଭାଗ୍ୟ ବଶତଃ ଏକ ଭକ୍ତ ପୁତ୍ର ଅର୍ଥାତ୍ ମଳୟଧ୍ୱଜ এই ପଣ୍ଡା ଦେଶର ରାଜା ମହାପରାକ୍ରମଶାଳୀ ଏବଂ ମହାନ ଭକ୍ତଙ୍କ ସହିତ ତାଙ୍କର ବିବାହ ହେଇଥିଲା। ଏହା ହଉଛି ସବୁ ପୂର୍ବ ଜନ୍ମର ସ୍ୱୀକୃତି, ପୂର୍ବ ଜନ୍ମର ପୂର୍ଣ୍ଣ ପ୍ରଭାବ। ଏହିପରି ଯେତେବେଳେ ମଳୟଧ୍ୱଜ ରାଜାଙ୍କ ସହିତ ଇଏ ପୁରଞ୍ଜନ ଯେ ପରବର୍ତ୍ତୀ ଜନ୍ମରେ ବିଦର୍ଭ ରାଜାଙ୍କ କନ୍ୟା ରୂପେ ଜନ୍ମଗ୍ରହଣ କରିଥିଲେ, ତାଙ୍କ ନାଁ ବୈଦର୍ଭୀ। এই ବୈଦର୍ଭୀ ଯେତେବେଳେ ଏହିପରି ଏକ ମହାନ ଭକ୍ତଙ୍କୁ ପତିତ ପ୍ରାପ୍ତ ହେଲେ, ସେଇ ଭକ୍ତଙ୍କୁ ସେ ଗୁରୁ ରୂପେ ବରଣ କରିଥିଲେ। ଏହିପରି ମଳୟଧ୍ୱଜ ରାଜା ଗୁରୁ ରୂପେ ତାଙ୍କ ପ୍ରତି ଅପାର କୃପା କରୁଥିଲେ, ଯାହାଙ୍କର କୃପାରୁ ସେ ଏକ ମହାନ ଭକ୍ତିମତୀ ନାରୀ ରୂପେ ସେଇପରି ଭକ୍ତି ଯାଜନ କରିଥିଲେ। ଅର୍ଥାତ୍ ଗୁରୁ ସେବାରେ ସେ ଯୁକ୍ତ ଥିଲେ। ବୈଦର୍ଭୀ ସର୍ବଦା
गुरु सेवार युक्त हेबा जोगु ये गुरु रूपी ये मलयधर राजांक ठारू एइपरि एक भक्तिमती कन्या से प्राप्त होइतिले तो सेई कन्यांकर वर्णना यही श्लोक रे कुआ जाउची जानकर आखि असितेक्षणा कहले अर्थात जो आखिर सर्वदा कृष्ण को दर्शन करते कृष्ण वर्णा अर्थात कृष्ण वर्णा कहले या बुझाउची जे सर्वदा कृष्णमयी थे अर्थात कृष्ण को दर्शन करते जहाँ जहाँ नेत्र पड़ता सर्वदा से कृष्ण को दर्शन करते चैतन्य चेतामृत कहा जाए जे महाभागवत संबंध ये कथा रही जहाँ जहाँ नेत्र पड़े तहाँ तहाँ इष्ट स्फुरे अर्थात साबर जंगम देखे ना देखे तार मूर्ति सर्वत्र है तार इष्ट देव स्फूर्ति अर्थात जेपरी भक्ति चक्षु लाभ कर भक्ति चक्षु साहाଯ୍ୟ सर्वदाई से श्याम सुंदर मुरलीधर कृष्ण को सर्वदा अवलोकन कर पारती तेणु यह भक्तिर प्रभाव यहीपरि मलयधर राजा जे कन्या यहीपरि एक भक्तिमती कन्या थिले जे कि निरंतर चक्षु साहाଯ୍य सर्वदा कृष्ण को दर्शन करते एक भक्तिमती कन्यार कथा इटारे कहुए पुणी से मलयधर राजा वैद्यपुर 7टी पुत्र संतान उत्पादन करते 7टी पुत्र रूप हिसाब से कहुए कौन ना ये नवविधा भक्तिर प्रथम 7टी अंग जहाँ वैद्य भक्ति कहुए वैद्य भक्तिर एक एक अंग सहित तुलना कर 7टी पुत्र ये 7 वैद्य भक्तिर अंग श्रवण कीर्तन कृष्ण स्मरण पाद सेवन अर्चन बंदन दर्शन तेज नवागत भक्त मान प्रथम निष्ठा सहकारे वैद्य भक्ति अनुसरण करने से माने वैद्य भक्ति छाड़ी नागांग भक्ति मार्ग पशिब निश्चय रूप से पतन है से भक्ति राज्य च्युत हो तेणु वैद्य भक्ति ठीक ठीक भाव ये अनुसरण करने प्रभुपाद द्वारा समग्र जगत जी कृष्ण भावनामृत आंदोलन प्रचार प्रसार होती तरफ नवविधा भक्ति सब अंग गुड़िक प्रभुपाद तेणु केमी आम नवागत आम सब मायार संसार थिलु प्रभुपाद कृपारु आम प्रभुपाद कृपारु आम बर्तमान माया संसार कृष्ण के संसार आसी अवस्थान करुचे कृष्ण के संसार अवस्थान कर कौन करवा के तेणु प्रभुपाद ये सब पंथा देले निष्ठा सहकार मान कौन करवा के ये वैद्य भक्ति अर्थात प्रभुपाद निर्देशन से ये आचरण करवा के अर्थात अति प्रत्युष शज्जा त्याग कर उठी स्नान कर भगवान मंदिर भगवान के सम्मुख आसी उपस्थित हवा तेणु ये प्रभुपाद आमर बद्ध दशार मुक्त करने ये सब पंथा ये सब विधि देले तेणु मंगल आरती रूप से गुरुत्व देले इस्कन भक्त माने जो माने मंदिरवासी हेबे गृहस्थ भक्त जो माने मंदिर पाखापाखि रहिबे समस्त कर्तव्य होची ये मंगल आरती शंख बजिया पूर्व आसी उपस्थित रहिबे कहीं आम समस्त बद्ध जीव मंदिर खोलवा पूर्व आम जदि मंदिर आस उपस्थित आम तो जड़ आखि साहाଯ୍य भगवान को देखी पारे ना बुझी पारे ना किंतु सामने उपस्थित भगवान मंगलमय दृष्टि आम मान वर्षित होमर समस्त अमंगल दूर होगी ये प्रभुपाद ये सब विधि ये सब देती मंगल आरती रूप गुरुत्व देती मंगलारती पर हाथ में जपमाला नहीं जीवन के समय अन्न सेवा नहीं से माने हाथ में जपमाला नहीं जप क्लास जप हमको केमी धीरे धीरे राग स्तर उन्नति हवा के से वैद्य भक्ति ठीक ठीक भाव आचरण करने ध्यान गुरुत्व जपमाला नहीं जप करने के
तापर कौन करवा के हो ना भगवान करे बीजवती कथा जो कथा श्रवण कले हमें दिव्य ज्ञान प्राप्त हो पारिबा ये हमें अनादि कालरू ये अज्ञानता जोगु ये दुख दुर्दशा भोग करिचे बारंबार जन्म ग्रहण करिचे बारंबार मृत्यु को बरण करिचे पुनरपि जननम पुनरपि मरणम पुनरपि जननी जठर शयनम ये शंकराचार्य के यही बाणी अनुसार हमें अनादि कालरू जन्मति चक्र पड़े यही पड़े अनंत दुख दुर्दशा भोग करिचे ये दुर्दशा हमें सेटा मुक्त हो पारिबा ये भगवान के कथा श्रवण करले कौन हो ना भगवान के प्रति आसक्ति हमारा बड़ी हो हमें दुख कहीं की पाउचे भगवान का छाड़ी हमें जड़ आसक्ति अनादि कालरू ये जड़ आसक्ति जोगु हमें बारंबार देह त्याग करेছে बारंबार ये जड़ देह नहीं जन्म ग्रहण करेছে जन्म मृत्यु चक्र पड़ जाए तो दुख दुर्दशा भोग करेছে এই आसक्तिरू हमें सेतेबेले भगवान के प्रति आसक्ति हमारे बड़े जीव अर्थात जितेबाला साधु संग करी साधन कर्म करे भगवान के तत्व सेवन करिबा सेतेबाला धीरे धीरे हमारा भगवान के प्रति आसक्ति बढ़े जिते हम श्रवण करिबा सेते हमारा जड़ आसक्ति कम हो जीव और भगवान के प्रति आसक्ति बढ़ी जीव कहीं भगवान निज मुखरे एक कथा कहउछंती जे ये भागवत एक प्रसिद्ध श्लोक रही जे अनुग्रह भक्तानां मानुषं देह आश्रित भजत तत्रिष्य क्रीड़ा जत्सुता तत्पर भवे अर्थात भगवान आममान के प्रति कृपा करिया पाई ब्रह्मांड दिन मध्यरु ये जगत को थरे आसंती आसी ये मनुष्य पर रूप नहीं एमती चमत्कार पूर्ण लीला सब करती माधुर्यमय अति आकर्षणीय लीला सब प्रदर्शन करती से सब लीला कथा यदि साधु संग के जो श्रवण करेंगे तार स्वतः से कृष्ण भावनार भावित है कृष्ण भावनार भावित हो गला माने तार समस्त जड़ बंधन छिन्न हो देहर बंधन मुक्त है से भगवान धाम को अनायासरे भावी जाई पारिबा सेटारे भगवान नित्य प्रेम हिसाब से तृप्त हो पाए तेने प्रभुपाद ऐसे लगे आमंत्री और ऊपर ऐसे गुरुत्व देउछंती ये विशेष करी मंगल आरती पर जपमाला नहीं जप क्लास रे जप करवा निष्ठा सहकारे तापर भगवान के कथा श्रवण करवा यही श्रवण कीर्तन आम जो निरंतर युक्त हो पारिबा ताहले धीरे धीरे आमर स्वतस्फूर्त भाव जात है भगवान के प्रति से हमें वैधि भक्ति रागानुगा मार्गे उन्नीत हो पारिबा से हमें प्रचारक हो बद्ध जीव मान के हमें उद्धार कर पारिबा किंतु हमारा सब विपरीत हो जाउछि कौन प्रचार करवा पूर्व निजको निजे उद्धार करिवार अछि तेनी महाप्रभु कहले भारत भूमि रे जन्म हेला जा जन्म सार्थक करी पर उपकार ये श्लोक रे बहुत गुरुत्वपूर्ण कथा रही थी अर्थात आमे पूर्ण भूमि भारत भूमि रे जन्म ग्रहण करेछे तारमाने हमर पूर्व जन्म बहुत स्वीकृति स्वभाव रे बहुत पूर्ण प्रभाव रे आज ये भारतवर्ष रे आमे मनुष्य देह प्राप्त हेछु आई मनुष्य देह प्राप्त हमारा प्रथम कर्तव्य होची कौन महाप्रभु कहते भारत भूमि रे जन्म हेला जा जन्म सार्थक करे अर्थात एक निष्ठा सहकारे साधना करे निजर जीवन को सार्थक करवा निजर जीवन जो सार्थक हेबो सेते बेले अर्थात निजको जिते मायार कबल मुक्त करी पारिबे सेते बेले से प्रचार करी उन्न मानक मायार कबल उद्धार करी पारिबे और जो माने सब मायार कबल रे अछंती से माने प्रचार करी उन्न मानक के मायार कबल उद्धार करी पारिबे उन्न मानक ता केवल संभव नहीं इतिला कि प्रभुपाद एक कथा कहउछंती वैधि भक्ति हम को दृढ़ सहकार निष्ठा सहकारे आचरण करिवा पालन करिवा के हेबो एपरि आचरण कर स्वतस्फूर्त भाव जेतबे आसीजिव सेतेबेले आमे आग मार्गे घुमि पारिबा सेतेबेले एक
ପ୍ରଭାବଶାଳୀ ପ୍ରଚାରକ ହୋଇ ପ୍ରଭୁପାଦ ଯେମିତି ଦୀର୍ଘ କାଳ ସାଧନ କରି ଏହିପରି ନିଜର ଜୀବନ ସାର୍ଥକ କରିଛନ୍ତି ଏବଂ ଉପଯୁକ୍ତ ମାନେ ପ୍ରଚାର ଉପଯୁକ୍ତ ଯେତେବେଳେ ହେଇଥାନ୍ତି ଅନ୍ୟ ଜୀବମାନଙ୍କୁ ଉଦ୍ଧାର କରିବାକୁ ସେଟା ଦୀର୍ଘ ଅବସ୍ଥାରେ ସେ ଯାଏ ପାଶ୍ଚାତ୍ୟ ଦେଶକୁ ଯାଏ ଶବ୍ଦ ଜୀବନକୁ ଏଇ କୃଷ୍ଣ ଭଗବାନଙ୍କ ଆନ୍ଦୋଳନ ଜରିଆରେ ସେ ମଧ୍ୟ ଉଦ୍ଧାର କରେ। ତେଣୁ ପ୍ରଥମ ପ୍ରଚାର ପ୍ରତି ଏତେ ଆମକୁ ଇଏ ଦେଲେ ହବ ନାହିଁ, ନିଜେ ସାଧନ କରିବାକୁ ନିଜେ ସାଧନ କରି ନିଜକୁ ବଦ୍ଧ ଦର୍ଶରେ ମୁକ୍ତ କରାଇବାକୁ ହେବ, ଅନେକ କବଲରୁ ନିଜକୁ ରକ୍ଷା କରିବାକୁ ହେବ, ମାୟାର କବଲରୁ ନିଜକୁ ବଚାଇବାକୁ ହେବ। ତାପରେ ସେ ପ୍ରଚାର କରି ଅନ୍ୟମାନଙ୍କୁ ଉଦ୍ଧାର କରି ପାରିବ। ତାର କେବେ ପତନ ନାହିଁ, ସେ ତ ଅନ୍ୟମାନଙ୍କ ସହ ସେ ନିଜେ ଏହିପରି ଉଦ୍ଧାର ହୋଇ ଭଗବାନଙ୍କ ପାଖକୁ ଫେରିଯାଇ ପାରିବେ। କିନ୍ତୁ ଆମେ ବଦ୍ଧ ଅବସ୍ଥାରେ ରହି ଯଦି ଆମେ ଏହିପରି ପ୍ରଚାର କାର୍ଯ୍ୟ ଚଳେଇବା ଆମେ ତ ନିଜେ ମାୟାର କବଲ ଅଛୁ, ନିଜେ କଲିର କବଲରେ ଅଛୁ, ଆଉ ପ୍ରଚାର କରି ଅନ୍ୟମାନଙ୍କୁ କେମିତି ମାୟାର କବଲ କଲିର କବଲ ହେଲେ ଏଥିଲାଗି ଈଶ୍ୱର ତରଫରୁ ଇଏ ବୈଦି ଭକ୍ତି ରାତି ଇଏ ନବଗୀତା ଭକ୍ତି ସବୁ ଅଙ୍ଗ ଗୁଡ଼ିକ ପ୍ରଭୁପାଦଙ୍କ ଦ୍ୱାରା ପ୍ରବର୍ତ୍ତିତ ହେଉଛି। ତେଣୁ ପ୍ରଭୁପାଦଙ୍କ ନିର୍ଦ୍ଦେଶ ଅନୁସାରେ ଏହିପରି ଆମକୁ ଯଥାଯଥ ଭାବରେ ବୈଦି ଭକ୍ତିର ଆସ୍ଥା ସ୍ଥାପନ କରି ନିଶ୍ଚୟ ସର୍ବତ ପାଳନ କରିବେ। ତାହେଲେ ଆମେ ଧୀରେ ଏହିପରି ପ୍ରଚାରକ ମହାନ ପ୍ରଚାର କରିପାରିବା, ପ୍ରଚାର କରି ଅନ୍ୟମାନଙ୍କୁ ଉଦ୍ଧାର କରିପାରିବା। ଏହା ଥିଲା ଏ ଶ୍ଲୋକର ତାତ୍ପର୍ଯ୍ୟ। ତେଣୁ ଏଠାରେ ଆମର ସମୟ ହେଇଯାଇଛି, 1 ଘଣ୍ଟା ହେଲାନି। ତେଣୁ ଏଠାରେ କଥା ରଖୁଛେ, ଯଦି କାହାର କିଛି ପ୍ରଶ୍ନ ଥିବ ତାହେଲେ ପଚାରି ପାରନ୍ତେ, 5 ମିନିଟ 7 ମିନିଟ ସମୟ ଦେଇପାରିବା। ହରେ କୃଷ୍ଣ। ତାଙ୍କର ଭକ୍ତି ସିଦ୍ଧାନ୍ତ କେତେ ଏତେ ନାହିଁ, ତାଙ୍କର ପୂର୍ବରୁ ଯେ ଗୁରୁ ଆଚାର୍ଯ୍ୟ ସେମାନେ ସେତେବେଳେ ଯେତେ ଦିନ ଅଧିକ ଯାଉଛି ସେତେବେଳେ ଅଧିକ ପରିମାଣରେ କୃଷ୍ଣ ଆନ୍ଦୋଳନ ଏ ଶିଷ୍ୟ ମାନଙ୍କ ଦ୍ୱାରା ସମଗ୍ର ଜଗତରେ ପ୍ରଚାର ପ୍ରସାର ଚାଲିଛି। ଏହା ହଉଛି ସେଇ ମୂଳାଧାରରେ 7 ପୁତ୍ରଙ୍କର ଯୋଉ ସନ୍ତାନ ସନ୍ତତି ସେମାନଙ୍କ ସହିତ ତୁଳନା କରାଯାଇଛି।